ସମସ୍ତଙ୍କୁ RP ଏଜୁକେସନକୁ ସ୍ୱାଗତ। ଆମେ ଆଜି ପଢ଼ିବା ବାକ୍ୟ ବିଚାର ସରିଲା ପରେ ପଦବିନ୍ୟାସ ପଢ଼ିବା। କ'ଣ ପଦବିନ୍ୟାସ? ପଦବିନ୍ୟାସ କାହାକୁ କୁହାଯିବ? ଅଧିକ କହି ବୋଲି ପାରେ ଯେ 50 ଚିଙ୍ଗୁଡ଼ି ବିକେଶୀ। ଭଲ ଭାବରେ କହି ଜାଣିଲେ କଥା ଭଲ ଲାଗିଥାଏ ଏବଂ ଖରାପ ବୋଲି କହିଥିଲେ ଖରାପ ଲାଗିଥାଏ। ତେଣୁ ଆମେ ଯେ କଥା କହିବା ଜଣାର କୌଶଳ ବହୁତ ଭଲ ଲାଗିଥାଏ। ତେଣୁ ଶୁଦ୍ଧ ବାକ୍ୟ ଗଢ଼ିବାକୁ ହେଲେ ଆମେ କ'ଣ, ଯଦି ଶୁଦ୍ଧ ବାକ୍ୟ ଗଢ଼ିବାକୁ ହେଲେ ପ୍ରତି ବାକ୍ୟକୁ ଯତ୍ନଶୀଳ କରିବାକୁ ପଡ଼ିବ। ଏଗୁଡ଼ିକୁ ଆମେ କ'ଣ ବାକ୍ୟର ପଦବିନ୍ୟାସ ବୋଲି କୁହାଯାଏ। ଯେପରି ଭାବରେ ଦେଖିବା, ଏହା ପ୍ରଥମ ଚାଲ। କ'ଣ, ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ଏହି ବାକ୍ୟରେ ରାମଚନ୍ଦ୍ର ହେଉଛନ୍ତି କର୍ତ୍ତା। କିଏ କରିଥିଲେ? ରାମଚନ୍ଦ୍ର। କ'ଣ, କାହାକୁ ବଧ କରିଥିଲେ? ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ରାବଣ ହେଉଛନ୍ତି କର୍ତ୍ତା ଏବଂ କରିଥିଲେ ହେଉଛି କ୍ରିୟାପଦ। ଏହା ବାକ୍ୟର ଆରମ୍ଭରେ କ'ଣ କର୍ତ୍ତା ଓ ଶେଷରେ କ୍ରିୟାପଦ ରୁହେ। କ'ଣ, ବାକ୍ୟର ଆରମ୍ଭରେ କର୍ତ୍ତା ଓ ଶେଷରେ କ୍ରିୟାପଦ ରହିଥାଏ। ତାପରେ ନେକ୍ସଟ ବାକ୍ୟ ଚାଲ। ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ। ଗାଇଲେ ହୋଇଲେ କ୍ରିୟା, ଗୀତ ହେଉଛି କର୍ମ ଏବଂ ପରି ହୋଇଲେ ଲାଗିଛି, ଗାଇଲେ ପଛେ ପରେ ରହିଛି। ତେଣୁ ବାକ୍ୟରେ କ୍ରିୟା ସକର୍ମକ। କ'ଣ, ଗୀତ ଗାଇବାଟା ଗୋଟେ ହେଉଛି ସକର୍ମକ। ତୁମେ ଜାଣିଥିବ ଯେ ସକର୍ମକ ଯାହା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ହୋଇଥାଏ ଏବଂ ଅକର୍ମ ସେହି କାର୍ଯ୍ୟ ନ କଲେ ବି ହୋଇଥାଏ। ସେହିପରି ଭାବରେ ସକର୍ମକ କ୍ରିୟା ବାକ୍ୟର କର୍ମପଦଟି ବୋଲେ କର୍ମପଦ ଯେଉଁଟା ହେଉଛି ଗୀତ ପୂର୍ବରୁ କ'ଣ, ଗୀତ ପୂର୍ବରୁ ଯେଉଁ ସକର୍ମକ କ୍ରିୟା ଗୀତ ପୂର୍ବରୁ ଲାଗିଛି ବା ପୂର୍ବରୁ ରହିଛି। ତାପରେ ନେକ୍ସଟ ବାକ୍ୟ। ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ। କ'ଣ, ଶିଷ୍ୟମାନଙ୍କୁ ହେଉଛି ଗୁଣକର୍ମ ଆଉ ଉପଦେଶ ହେଉଛି ମୁଖ୍ୟ କର୍ମ। ବାକ୍ୟରେ ଦୁଇଟି କର୍ମ ଥିଲେ। କ'ଣ, ଗୁଣ କର୍ମ ପରେ ମୁଖ୍ୟ କର୍ମ ବସିଥାଏ। ଏହା ଯେଉଁ ହେଉଛି ଶିଷ୍ୟମାନଙ୍କ ଉପରେ କ'ଣ ହେଇଛି? ଉପଦେଶ ବୋଲେ କ'ଣ, ଗୌଣ କର୍ମ ପରେ ଗଣ କର୍ମ ବ୍ୟବହାର ହୋଇଥାଏ। ସେହିପରି ଭାବରେ 4 ନମ୍ବର ବାକ୍ୟ। ହେ ଭଗବାନ ମୋତେ ରକ୍ଷା କର। ହେ ପ୍ରଭୁ ମୋତେ ଶକ୍ତି ଦିଅ। ଭଗବାନ ହେଉଛି ଏଇଟା କ'ଣ, ପ୍ରଥମ ବାକ୍ୟରେ ଭଗବାନ ଏବଂ ଦ୍ୱିତୀୟ ବାକ୍ୟରେ ଯେଉଁ ପ୍ରଭୁ ସମ୍ବୋଧନ, ଏହା ହେଉଛି ବାକ୍ୟରେ ସମ୍ବୋଧନ ପଦ। କ'ଣ, ବାକ୍ୟରେ ସମ୍ବୋଧନ ପୂର୍ବ ପଦ ଆରମ୍ଭ ବା ଶେଷରେ ରହିଥାଏ। ବାକ୍ୟରେ ସମ୍ବୋଧନ ପଦ ବା ପ୍ରଥମେ ହେ ଭଗବାନ ଯେଉଁ ମୋତେ ଶକ୍ତି ଦିଅ ପ୍ରଭୁ ବୋଲେ ଯେନ୍ ଭଗବାନ ଏବଂ ପ୍ରଭୁ ଏହା ହେଉଛି ପ୍ରଥମ, ଏହା ହେଉଛି ଶେଷରେ ଯେନ୍ ବ୍ୟବହାର କରାଯାଇଛି ସେଟାକୁ କୁହାମା ଆମେ କ'ଣ, ବାକ୍ୟରେ ସମ୍ବୋଧନ ପଦ ଆରମ୍ଭରେ ବା ଶେଷରେ ରଖାଯାଏ। ଚତୁର ଲୋକ ସବୁଠି। କ'ଣ, ଚତୁର ହେଉଛି ବିଶେଷତା। ସେହିପରି ଭାବରେ ବାକ୍ୟରେ ବିଶେଷଣ ପଦ ବିଶେଷ୍ୟ ପଦ ପୂର୍ବରୁ ରୁହେ। କ'ଣ, ଚତୁର ଲୋକ ସବୁଠି। ଚତୁର ହେଉଛି ବିଶେଷ୍ୟ ଆଉ ବିଶେଷତ୍ୱ ହେଉଛି ସବୁଠି ଜିତନ୍ତି। ଯେନ୍ଟା ହେଉଛି ସବୁଠି ଜିତନ୍ତି ପୂର୍ବରୁ ଚତୁର ଲାଗିଛି। ସେହିପରି ଭାବରେ ଜମିଦାର ପୁଅ ସୁରେନ୍ଦ୍ର ଏକ ମନ୍ଦିର ତୋଳିଛନ୍ତି। ଏଠାରେ ସୁରେନ୍ଦ୍ର କର୍ତ୍ତା କିନ୍ତୁ ଜମିଦାର ପୁଅଙ୍କ ସହିତ ସମ୍ବନ୍ଧିତ। ତେଣୁ ବାକ୍ୟରେ ସମ୍ବନ୍ଧିତ ପଦ ପୂର୍ବରୁ ବସିଥାଏ। ଏହା ବୁଝିପାରିଲ? ତାପରେ ଦେଖିବା ଚାଲ। ସକାଳେ କାମ ଆରମ୍ଭ ହୁଏ। ସକାଳେ ହେଉଛି ଅଧିକରଣ କାରକ। ତୁମେ ଯେଟା ହେଉଛି ନବମ ଶ୍ରେଣୀର ବ୍ୟାକରଣ ପଢ଼ିଥିବ, କାରକ ପଢ଼ିଥିବ, କାରକ କେତେ ପ୍ରକାର, ବିଭକ୍ତି ପଢ଼ିଥିବ। ସେହିପରି ଭାବରେ ଏଇଟା ବାକ୍ୟର ଆରମ୍ଭରେ ବେଳେ ବେଳେ ଅଧିକରଣ କାରକ ହୋଇଥାଏ। ତାପରେ ନେକ୍ସଟ ହେବା, ଏହା କେବଳ ସମ୍ଭବ ହେବ କଠିନ ଶ୍ରମ। କ'ଣ, ଯେନ୍ଟା ହେଉଛି କଠିନ ଶ୍ରମ ହେଉଛି ଗୁରୁତ୍ୱ ଆରୋପ ପଦ। ଗୁରୁତ୍ୱ ଆରୋପ କୌଣସି ପଦ ବାକ୍ୟରେ ଶେଷ ପରେ ବସିବାର। କ'ଣ, ଗୁରୁତ୍ୱ ଆରୋପ କୌଣସି ବାକ୍ୟରେ କଠିନ ଶ୍ରମ ଦ୍ୱାରା ବୋଲେ କ'ଣ, ଏହା ହେଉଛି ଆରୋପିତ। ଏହା ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଯାହାକି କରେକ୍ଟଲି ଭାବରେ ବୋର୍ଡ଼ ଏକ୍ଜାମ୍ରେ ଯେଉଁ ମେଟ୍ରିକ୍ର ବୋର୍ଡ଼ ଏକ୍ଜାମ୍ରେ ଏହି କୋଶ୍ଚିନ୍ ବହୁତ ଇମ୍ପୋର୍ଟାଣ୍ଟ। ବୋର୍ଡ଼ ଏକ୍ଜାମ୍ରେ ଅଧିକାଂଶ ପଡ଼ିଥାଏ। ତେଣୁ ଏହାକୁ ଭଲ ଭାବରେ ପଢ଼ିବ। ତାପରେ ଦେଖିବା, ତୁମର କାମ ହେଉଛି ଘର ଜଗିବା। ତୁମର କାମ ହେଉଛି ଘର ଜଗିବା। ଏହା ବି କ'ଣ, ତୁମର କାମ କ'ଣ, ଗୁରୁତ୍ୱ ଆରୋପ। ଏହାର ବାକ୍ୟର ଆରମ୍ଭରେ ରହିଛି। କ'ଣ, ବାକ୍ୟରେ ଆରମ୍ଭରେ ଗୁରୁତ୍ୱ ଆରୋପ ରହିଛି। ସେହିପରି ଭାବରେ ଗୁରୁତ୍ୱ ଆରୋପ ବାକ୍ୟର ଆରମ୍ଭରେ ବସିପାରେ। କ'ଣ, ଗୁରୁତ୍ୱ ଆରୋପ ଅଛି ବାକ୍ୟର ଆରମ୍ଭରେ ବସିଥାଏ। ରମେଶ ବିନା ଏ କାମ ହୋଇପାରିବନି। କ'ଣ, ବିନା ହେଉଛି ଅବ୍ୟୟ। ସେହିପରି ଭାବରେ କ'ଣ,
ବାକ୍ୟରେ ସମନ୍ୱୟ ଅବ୍ୟୟ ସମ୍ବନ୍ଧିତ ପଦ କ'ଣ ରମେଶ ବିନା ବୋଲି ଯେଉଁ ସମ୍ବନ୍ଧିତ ଅଛି ସେ ସମ୍ବନ୍ଧିତ ପଦ ପରେ ବ୍ୟବହୃତ ହୋଇଥାଏ। ତାପରେ ଦେଖିବା ବାପା ଜେଜେଙ୍କର ଓ ଜେଜେମାଙ୍କର ଯତ୍ନ ନିଅନ୍ତି। ଜେଜେଙ୍କର ଯତ୍ନ ନିଅନ୍ତି। ବାକ୍ୟରେ ବିଭିନ୍ନ ସମ୍ବନ୍ଧ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତି ଯୁକ୍ତ ହୋଇଥାଏ। କ'ଣ ବୋଲେ ବାକ୍ୟରେ ବିଭିନ୍ନ ସମ୍ବନ୍ଧକୁ ବୁଝାଇବାକୁ ହେଲେ ତାହା ବିଭକ୍ତି ଯୁକ୍ତି ହୋଇଥାଏ ବୋଲି ଏହା ବାକ୍ୟ କୁହାଯାଇଛି। ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, ଯାହାକି ଏକ୍ଜାମ୍ରେ ଅଧିକାଂଶ ଭାବରେ ପଡ଼ିଥାଏ, ଯାହା ବୋର୍ଡ଼ ଏକ୍ଜାମ୍ରେ। ତାପରେ ଦେଖିବା ଚନ୍ଦ୍ରମୋହନ କଟକ ଗଲା ନାହିଁ, କାଲି ତୁମେ ଘରେ ନଥିଲ। ସେହିପରି ଭାବରେ ଯେ ନାହିଁ ଏବଂ ନ କ'ଣ ବାକ୍ୟରେ ନାହିଁ ସଂଯୁକ୍ତ ପଦ କ୍ରିୟାପଦ ପରେ ବସିପାରେ ଏବଂ ନ କ୍ରିୟା ପୂର୍ବରୁ ବସି କ'ଣ ଯେଉଁ କ୍ରିୟା ପରେ ନାହିଁ ବସେ ଏବଂ କ୍ରିୟା ପୂର୍ବରୁ ନ ବସେ। ଏହା ବି ବହୁତ ଇମ୍ପୋର୍ଟାଣ୍ଟ, ଯାହା ଏକ୍ଜାମ୍ରେ ପଡ଼ିଥାଏ। ସେପରି ଭାବେ କ'ଣ ରାଘବ ସମୁଦାୟକୁ ବେତି ପିଟିଲେ, ରାଘବ ସମୁଦାୟକୁ ପିଟିଲେ, ବାପାକୁ ବହିଟିଏ ଦେଲେ, ଗୋପାଳକୁ ବହିଟିଏ ଦେଲେ। ସେହିପରି ଭାବରେ ଏଇଟା କ'ଣ ବାକ୍ୟରେ କରଣ ସମ୍ପାଦନ ଅପାଦାନ ଅଧିକରଣ କାରକ କ୍ରିୟା ପୂର୍ବରୁ ବ୍ୟବହୃତ ହୋଇଥାଏ। ଏହା ଏତିକି ଇମ୍ପୋର୍ଟାଣ୍ଟ ନୁହେଁ, ଏହା ମନେ ନ ରଖିଲେ ବି ଚଳିବ, ଏହା ଏତିକି ଇମ୍ପୋର୍ଟାଣ୍ଟ ନୁହେଁ। ଏତିକିରେ ଏଇ କ୍ଲାସ୍ଟା ସରିଛି। ସମସ୍ତେ ଭଲ ଲାଗିଥିଲେ ସବସ୍କ୍ରାଇବ୍ କରିବେ।